ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଯେଉଁ ସ୍ତ୍ରୀ ଅଧିକ କ୍ରୋଧିତ ହୋଇଥାନ୍ତି ସେହି ସ୍ତ୍ରୀ କେବେ ମିଛ କହେ ନାହିଁ। ଅଧିକ କ୍ରୋଧିତ ହେଉଥିବା ସ୍ତ୍ରୀ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି। କ୍ରୋଧିତ ସ୍ତ୍ରୀ ହୃଦୟରୁ ନିର୍ମଳ ଏବଂ କାହାକୁ ସେ ଧୋକା ଦିଏନି। କ୍ରୋଧିତ ସ୍ତ୍ରୀ କେବେ ନିଜ ସ୍ୱାମୀକୁ ଧୋକା ଦିଏନି। ଅତ୍ୟଧିକ କ୍ରୋଧିତ ସ୍ତ୍ରୀ ଧୋକେବାଜମାନଙ୍କ ସହିତ କୌଣସି ସମ୍ପର୍କ ରଖନ୍ତି ନାହିଁ। ଗୋଟିଏ ଛୋଟ ପିମ୍ପୁଡ଼ି ଯଦି ସେ ହରିଦ୍ୱାରରୁ ଋଷିକେଶ ପର୍ଯ୍ୟନ୍ତ ଯାତ୍ରା କରିବାକୁ ଚାହେଁ, ତେବେ ତାକୁ ଏହି ଯାତ୍ରା ପୂର୍ଣ୍ଣ କରିବା ପାଇଁ 3-4 ଜନ୍ମ ନେବାକୁ ହୋଇଥାଏ। କିନ୍ତୁ ସେହି ପିମ୍ପୁଡ଼ି ଯଦି କୌଣସି ବ୍ୟକ୍ତିଙ୍କ ଜମା କିମ୍ବା କପଡ଼ା ଉପରେ ଚଢ଼ିଥାଏ, ଯିଏ ହରିଦ୍ୱାରରୁ ଋଷିକେଶ ଯାଉଛନ୍ତି, ତେବେ ତାଙ୍କ ସାହାଯ୍ୟରେ ସେ 3-4 ଘଣ୍ଟାରେ ପହଞ୍ଚିଯିବ। ଆମକୁ ଭବସାଗର ଏହି ସଂସାର ଦୁଃଖରୁ ମୁକ୍ତ ହେବା ପାଇଁ ଏବଂ କେତେ ଦୁର୍ଲଭ କଥା ଜାଣିବା ପାଇଁ କେତେ ଜନ୍ମ ଲାଗିପାରେ। କିନ୍ତୁ ଆମେ ଭଗବାନଙ୍କ ଶରଣରେ ରହିବା, ଆମେ ସବୁ ଦୁଃଖ ଏବଂ କଷ୍ଟରୁ ରକ୍ଷା ପାଇଯିବା। ଔଷଧ ଉପହାସ ଏକ ଔଷଧ। ପରିବାର ସହିତ ଖାଇବା ମଧ୍ୟ ଏକ ପ୍ରକାର ଔଷଧ। ହସ ମଧ୍ୟ ଏକ ପ୍ରକାର ଔଷଧ। ଗଭୀର ନିଦ ମଧ୍ୟ ଏକ ପ୍ରକାର ଔଷଧ। ପ୍ରିୟଜନଙ୍କ ସହିତ ସମୟ ବିତାଇବା ମଧ୍ୟ ଔଷଧ। ଖୁସି ହେବା ମଧ୍ୟ ଏକ ପ୍ରକାର ଔଷଧ। ନୀରବତା ମଧ୍ୟ କେତେକ କ୍ଷେତ୍ରରେ ଏକ ଔଷଧ। ଲୋକଙ୍କ ସହଯୋଗ ମଧ୍ୟ ଏକ ପ୍ରକାର ଔଷଧ। କ'ଣ କଲେ ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଆନ୍ତି ଜାଣିବା। ଅଳିଆ ଆବର୍ଜନା ଘରେ ରଖିବା, ଛିଣ୍ଡା ଲୁଗା, ଜୋତା, ଚପଲ, ଖରାପ ଇଲେକ୍ଟ୍ରିକାଲ ଉପକରଣଗୁଡ଼ିକୁ ସାଇତି ରଖିବା, ଟ୍ୟାପ୍ରୁ ସବୁବେଳେ ପାଣି ପଡ଼ିବା, ଈଶାନ କୋଣରେ ଓଜନିଆ ବସ୍ତୁ ରଖିବା, ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା, ଘର ଝାଡ଼ୁ କରିବା, ପୂର୍ବରୁ ବ୍ୟବହୃତ ଦୀପକୁ ସଫା ନ କରି ଆଉ ଥରେ ସେଥିରୁ ଠାକୁରଙ୍କ ପାଇଁ ଦୀପ ଜାଳିବା। ଦାନ ଦେବା ଅପେକ୍ଷା ଋଣ ପରିଶୋଧ କରିଲେ ଅଧିକ ପୁଣ୍ୟ ମିଳିଥାଏ। ଋଣ ନେଇଥିବା ଟଙ୍କାକୁ ଅଟକାଇ ଦାନ କରିବା ଏକ ପ୍ରକାର ପାପ। ସେଥିପାଇଁ ପ୍ରଥମେ ସେହି ବ୍ୟକ୍ତିଙ୍କ ଟଙ୍କା ଫେରସ୍ତ କରନ୍ତୁ, ଯିଏ ଆପଣଙ୍କୁ ଜଣେ ଭଲ ବ୍ୟକ୍ତି ବୋଲି ଭାବି ଆପଣଙ୍କ ଖରାପ ସମୟରେ ଆପଣଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ। ଘଣ୍ଟା ହେଉଛି ସମୟର ପ୍ରତୀକ। ଘରର ଉତ୍ତର ଦିଗରେ ଘଣ୍ଟା ଲଗାଇଲେ ଘରେ ସମସ୍ୟା ଲାଗି ରହିଥାଏ। ଘରର ପଶ୍ଚିମ ଦିଗରେ ଘଣ୍ଟା ଲଗାଇଲେ କୋର୍ଟ କଚେରୀ ମାମଲା ଅଧିକ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଦୁଆର ବନ୍ଦ ଉପରେ, ଝରକା ଉପରେ ଘଣ୍ଟା ଲଗାଇଲେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ଏବଂ ଋଣ ଭାର ବଢ଼ିଥାଏ। ଭାଙ୍ଗି ଯାଇଥିବା ଘଣ୍ଟା, ବିଳମ୍ବରେ ଚାଲୁଥିବା ଘଣ୍ଟା, ଏପରି ଘଣ୍ଟା ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ। ଘଣ୍ଟା କେବଳ ପୂର୍ବ ଦିଗର କାନ୍ଥରେ କିମ୍ବା ଦକ୍ଷିଣ ଦିଗ କାନ୍ଥରେ ଟାଙ୍ଗନ୍ତୁ। ପୁରାଣ ଅନୁଯାୟୀ ରାତ୍ରିର 3:10ରୁ 3:15 ମଧ୍ୟରେ ମାତ୍ର 5 ମିନିଟ୍ ପାଇଁ ପ୍ରତ୍ୟେକ ମଣିଷଙ୍କ ଜିହ୍ୱାରେ ମାତା ସ୍ୱୟଂ ସରସ୍ୱତୀ ରୁହନ୍ତି। ତେଣୁ ଏହି 5 ମିନିଟ୍ ମଧ୍ୟରେ କୁହାଯାଇଥିବା ସମସ୍ତ କଥା ସତ ହୋଇଥାଏ। ଲଗାତାର 1 ମାସ ପର୍ଯ୍ୟନ୍ତ ଏହି ସମୟରେ ନିଜର ମନସ୍କାମନା କୁହନ୍ତୁ। ମା ସରସ୍ୱତୀ ଆପଣଙ୍କର ସମସ୍ତ ଇଚ୍ଛା ଅବଶ୍ୟ ପୂର୍ଣ୍ଣ କରିବେ, ଏହିପରି ମାନ୍ୟତା ଅଛି। ଗୋଲମରିଚ ଖାଦ୍ୟରେ ସ୍ୱାଦ ବଢ଼ାଇଥାଏ, ତା ସହିତ ଶରୀରକୁ ସୁସ୍ଥ ରଖିଥାଏ। ଦାନ୍ତରେ ଝିମ୍ ଝିମ୍ ଲାଗିଲେ କିମ୍ବା ପୋକ ହୋଇ ଯନ୍ତ୍ରଣା ହେଲେ ଗୋଲମରିଚକୁ 10 ମିନିଟ୍ ପାଇଁ ଦାନ୍ତ ମୂଳରେ ଚାପି ରଖନ୍ତୁ। ଏହାଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ତୁରନ୍ତ ଆରାମ ମିଳିଥାଏ। ନିୟମିତ
ବ୍ୟବହାର କଲେ ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ସ୍ମରଣ ଶକ୍ତି ବଢ଼ାଇଥାଏ ଏବଂ ହଜମ କରିବାର ଶକ୍ତି ମଧ୍ୟ ବଢ଼ାଇଥାଏ। ଭୋକ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଗ୍ୟାସ୍, ଏସିଡ଼ିଟି, ପେଟ କାଟିବା ଏ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ ଚାରେ ଅଦା ପକାଇ ଦିଅନ୍ତୁ। 2 ଥର ପିଅନ୍ତୁ, ଆରାମ ମିଳିବ। ଅଦା କୋଲେଷ୍ଟ୍ରଲ୍ କମ୍ କରିବାରେ ସାହାଯ୍ୟ କରିଥାଏ। ତା ସହିତ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ, ଯାହାଫଳରେ ହୃଦରୋଗ ସମସ୍ୟା କମ୍ ଦେଖାଦେଇଥାଏ। ପ୍ରତିଦିନ ଅଦା ଖାଇଲେ ହଜମ ପ୍ରତିକ୍ରିୟା ବୃଦ୍ଧି ହୋଇଥାଏ। ଅଦା ପେଟଜନିତ ସମସ୍ୟାକୁ ଦୂର କରିବା ସହିତ ହାର୍ଟକୁ ସୁସ୍ଥ ରଖିଥାଏ। ରାତି ପାହିଲା ପରେ ଯେପରି ସକାଳ ଆସେ, ଠିକ୍ ସେପରି ଦୁଃଖ ପରେ ସୁଖ ନିଶ୍ଚୟ ଆସେ। କେବଳ ପାର୍ଥକ୍ୟ ଏତିକି, ଦୁଃଖ ଜୀବନରେ କିଛି ଶିକ୍ଷା ଦେଇ ଯାଇଥାଏ, ଆଉ ସୁଖ ଜୀବନରେ ଅହଙ୍କାର ଭରିଦିଏ। ଦୁଃଖ ଆଉ ଜୀବନର ପ୍ରକୃତ ମୂଲ୍ୟ ଚିହ୍ନାଇ ଦେଇଥାଏ। ସୁଖ ଏବଂ ଦୁଃଖ ଜୀବନରେ ସମସ୍ତଙ୍କ ପାଖକୁ ଆସିଥାଏ, କିନ୍ତୁ ସୁଖ ସମୟରେ ଗର୍ବ କରନ୍ତୁ ନାହିଁ କି ଦୁଃଖ ସମୟରେ ଧୈର୍ଯ୍ୟ ହରାନ୍ତୁ ନାହିଁ। ଜରୁରୀ ଠାରୁ ଯଦି କିଛି ଅଧିକା ମିଳିଥାଏ, ତାହା ହେଉଛି ଭାଗ୍ୟ। ଭଗବାନ ସବୁକିଛି ଦେଲା ପରେ ଯଦି ଯିଏ କାନ୍ଦୁଥାଏ, ତାହା ହେଉଛି ଦୁର୍ଭାଗ୍ୟ। ଜୀବନରେ ଅଳ୍ପ ବହୁତ କିଛି ପାଇ ଯିଏ ଖୁସିରେ ରହିବା ଶିଖିଥାଏ, ତାହା ହେଉଛି ସୌଭାଗ୍ୟ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।